ଆମର 7ଟି ବିଦ୍ୟାଳୟ ଅସୁରାଳି ଶିଶୁ ମନ୍ଦିର, ଧାମନଗର, ଆରଡ଼ି, ଦେଉଡ଼ି ଆନନ୍ଦପୁର, ରହଣିଆ ଏବଂ ଆପଣଙ୍କର ବାରିକପୁର ଶିଶୁ ମନ୍ଦିର ନେଇ ଏ ସଂକୁଳ ଗଠିତ 7ଟି ଶିଶୁ ମନ୍ଦିର ଶିକ୍ଷା ବିକାଶ ସମିତି ଯୋଜନା ଏବଂ ଅଖିଳ ଭାରତୀୟ ସ୍ତରରେ ବିଦ୍ୟାବାର୍ଷିକ ଯୋଜନା କ୍ରମେ ଆଜି ସଂକୁଳ କ୍ରୀଡ଼ା ହେଉଛି। ଏହି କ୍ରୀଡ଼ାରେ ଯେଉଁ ବିଭିନ୍ନ ବିଦ୍ୟାଳୟମାନଙ୍କର ଯିଏ ସବୁ କୃତକାର୍ଯ୍ୟ ହୋଇଛନ୍ତି, ବିଶେଷ କରି ପ୍ରଥମ ହୋଇଛନ୍ତି, ବିଭିନ୍ନ ବିଦ୍ୟାଳୟମାନଙ୍କ ମଧ୍ୟରେ ଆଜି କମ୍ପିଟିସନଟି ହେଉଛି। ଏ ଗଢ଼ିଆଳି ସ୍ଥିତ ଏ ପଡ଼ିଆରେ ହେଉଛି। ଏଥିରେ ଯେଉଁମାନେ କୃତକାର୍ଯ୍ୟ ହେବେ ସେମାନେ 10 ତାରିଖ ଦିନ ବାଲେଶ୍ୱର ଠାରେ ତାଙ୍କର ହେବ ସମ୍ଭାଗ କ୍ରୀଡ଼ା। କେତୋଟି ସଂକୁଳକୁ ନେଇକି ପୁଣି ସମ୍ଭାଗ ହେଇଛି। ସମ୍ଭାଗରୁ ଯିଏ ସେଠି ଜିତିବେ ପୁଣି ଯିବେ ଓଡ଼ିଶା ରାଜ୍ୟ ବା ପ୍ରାନ୍ତ ସ୍ତର ବୋଲି ତାକୁ କୁହାଯାଏ। ପ୍ରାନ୍ତରୁ ଯିଏ ଜିତିବେ କ୍ଷେତ୍ର 4-5ଟି ରାଜ୍ୟକୁ ନେଇ କ୍ଷେତ୍ରରୁ ପୁଣି ହେବ ଅଖିଳ ଭାରତୀୟ ସ୍ତର ପର୍ଯ୍ୟନ୍ତ। ଏଇଭଳି ଭାବରେ ଏ ପିଲାମାନେ ଏମିତି କୃତକାର୍ଯ୍ୟ ହେଇ ହେଇ ଅଖିଳ ଭାରତୀୟ ସ୍ତର ପର୍ଯ୍ୟନ୍ତ ଯିବେ। ଆଜି ଆମର 7ଟି ବିଦ୍ୟାଳୟ ଭିତରୁ 6ଟି ବିଦ୍ୟାଳୟ ଯୋଗଦାନ କରିଛନ୍ତି। ପାଖାପାଖି ବିଭିନ୍ନ ବିଦ୍ୟାଳୟରୁ 80ରୁ 85 ଜଣ ଛାତ୍ରଛାତ୍ରୀ ଯୋଗଦାନ କରିଛନ୍ତି ଏବଂ ଏ କ୍ରୀଡ଼ା ଚାଲିଛି ଆଉ ଅତି ଆନନ୍ଦର କଥା ଅଛି। ଆମ ସଂକୁଳରେ 7ଟି ବିଦ୍ୟାଳୟ ଆମ ବିଦ୍ୟାଳୟକୁ ଲଗାଇକି ଆଉ ସେ ବିଦ୍ୟାଳୟର 28 ଜଣ ଶିଶୁ ଭାଇ ଭଉଣୀ ଆଜି ଖେଳ ଭାଗ ନେଉଛନ୍ତି। ସମସ୍ତ ବର୍ଗର ଶିଶୁ ଭାଇ ଭଉଣୀ ସ୍ୱତନ୍ତ୍ର ବର୍ଗରେ ଖେଳରେ ଭାଗ ନେଉଛନ୍ତି। 100 ମିଟର, 200 ମିଟର, 400 ମିଟର, 600 ମିଟର, 800 ମିଟର ଏବଂ 1500 ଏବଂ 3000 ଏହିପରିକି ଖେଳ ସହିତ ଲଙ୍ଗ ଜମ୍ପ, ହାଇ ଜମ୍ପ, ସର୍ଟପୁଟ, ଡିସ୍କସ୍, ରିଲେ ଏବଂ ହଡଲ୍ସ ସମସ୍ତ ଅଖିଳ ଭାରତୀୟ ଖେଳ ଯେଉଁ ରହିଛି ସମସ୍ତ ଖେଳ ଏ ସଂକୁଳରେ ମଧ୍ୟ କରାଯିବ। ଏଥିରୁ ଯେଉଁମାନେ ଉନ୍ନୀତ ହେବେ, ପ୍ରଥମ ହେବେ, ସେମାନେ ଆମ ସମ୍ଭାଗରେ ଯେ 10 ତାରିଖ ଦିନ ମାଣିଖମ୍ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଯେଉଁ ଅନୁଷ୍ଠିତ ହେବ ସେଇଠି ଯାଇ ଭାଗ ନେବେ।